ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ନିହାତି ଏହି କଥା ଶୁଣି ଆସୁଥିବେ ଯେ ଇଂରେଜମାନେ ଆସିକି ଭାରତକୁ ଖ୍ରୀଷ୍ଟିଆନ କରିଦେଲେ। ଭାରତରେ ଖ୍ରୀଷ୍ଟିଆନମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା ବା ଖ୍ରୀଷ୍ଟିଆନମାନେ ତିଆରି ହେଲେ। ଆଉ ତାର କାରଣ ହେଉଛି କିଏ? ଇଂରେଜମାନେ। ତେବେ ଆଜିର ଭିଡ଼ିଓରେ ଆମେ ଦେଖିବା ଯେ ଆମର ଭାରତବର୍ଷରେ ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ, ବିରୋଧୀମାନଙ୍କର ଭାଷାରେ ଯେଉଁମାନେ ଖ୍ରୀଷ୍ଟିଆନ ହେଲେ ପ୍ରଥମ ଥର ପାଇଁ, ଆଉ ସେମାନେ କିଏ ଥିଲେ? ଆଜିର ଭିଡ଼ିଓରେ ଆମେମାନେ ଆଲୋଚନା କରିବା। ତେବେ ପ୍ରିୟ ବନ୍ଧୁ, କ'ଣ ସତ କଥା ହେଉଛି ଭାରତରେ ଯେଉଁ ଖ୍ରୀଷ୍ଟିଆନ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ହେଲା, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଯେଉଁ ଲୋକମାନେ ଜାଣିଲେ, ତାର କାରଣ ଇଂରେଜମାନେ ନୁହନ୍ତି। କାରଣ ଆପଣ ଇତିହାସ ପଢ଼ନ୍ତୁ, ଭଲ ଭାବରେ ଯାଞ୍ଚ କରନ୍ତୁ, ଆପଣ ଦେଖିବେ ଇଂରେଜମାନେ ସେମାନେ ନିଜେ ବିରୋଧ କରୁଥିଲେ। ବାଇବଲର କୌଣସି ବାକ୍ୟ ପ୍ରଚାର କରିବା ପାଇଁ ସେମାନେ ନିଜେ ବିରୋଧ କରୁଥିଲେ। ଆଉ ଇଂରେଜମାନେ ଚାହୁଁନଥିଲେ ଯେ ଏ ଭାରତବର୍ଷ କିଏ ଆସୁ, କୌଣସି ଖ୍ରୀଷ୍ଟିଆନ ଆସୁ, ବାଇବଲ ପ୍ରଚାର କରୁ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରଚାର କରୁ ଆଉ ଲୋକମାନଙ୍କୁ ଖ୍ରୀଷ୍ଟିଆନ କରୁ। ଏଇଟା ଇଂରେଜମାନେ ଚାହୁଁନଥିଲେ। ଏଇଟା ଶୁଣିକି ଅନେକ ଭାବୁଥିବେ ଏଇଟା ହେଉଛି ମିଛ କଥା, ମୁଁ ହେଉଛି ମିଛ କହୁଛି ବୋଲି ଅନେକ ଭାବୁଥିବେ, କିନ୍ତୁ ଏଇଟା ହିଁ ସତ୍ୟ ବିଷୟ ଅଟେ। ତେବେ ଇଂରେଜମାନେ କ'ଣ ହିନ୍ଦୁ ଥିଲେ କି? ଇଂରେଜମାନେ ତ ହିନ୍ଦୁ ନଥିଲେ, କିନ୍ତୁ ତା ସହିତ ସେମାନେ ଚାହୁଁନଥିଲେ ଯେ ଭାରତବର୍ଷକୁ କିଏ ଜଣେ ଆସିକି ବାଇବଲରୁ ପ୍ରଚାର କରୁ, ଯୀଶୁଙ୍କ ବିଷୟରେ ପ୍ରଚାର କରୁ। ତା କାରଣ କ'ଣ? ତା କାରଣ ଏଇଆ, ଯଦି ଭାରତର ଲୋକମାନେ ସତ୍ୟକୁ ଜାଣିବେ, ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ଇଂରେଜମାନଙ୍କ କଥା ମାନିବେ ନାହିଁ, ଇଂରେଜମାନଙ୍କର ଗୋଲାମ ହେବେ ନାହିଁ, ଆଉ ଇଂରେଜମାନଙ୍କୁ କ'ଣ ଦେବେ ନାହିଁ? କର ଦେବେ ନାହିଁ ବା ସେମାନଙ୍କୁ ଟ୍ୟାକ୍ସ ଦେବେ ନାହିଁ। ଏଇଟା ଇଂରେଜମାନେ ଭଲ ଭାବରେ ଜାଣିଥିଲେ। ସେଥିନିମନ୍ତେ ସେମାନେ ଚାହୁଁନଥିଲେ ଏ ଭାରତବର୍ଷରେ କିଏ ଆସିକି ଯୀଶୁଙ୍କ ବିଷୟରେ ପ୍ରଚାର କରୁ। ତେବେ ଭାରତର ଲୋକମାନଙ୍କୁ ଖ୍ରୀଷ୍ଟିଆନ କଲା କିଏ? ବା ଯଦି ଆମେ ଦେଖିବା ଆମର ବାଇବେଲ ଭାଷାରେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଲୋକମାନେ କିପରି ସେମାନେ ବିଶ୍ୱାସ କଲେ, କାହା ଦ୍ୱାରା? ଆଉ ଅନେକ କହନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ କୁଆଡ଼େ ଭାରତକୁ ଆସିଥିଲେ। ଏଇଟା ସମ୍ପୂର୍ଣ୍ଣ ଭାବରେ ମିଛ ଅଟେ। ଆଉ ମୁଁ ମଧ୍ୟ ଚ୍ୟାନେଲରେ ସମ୍ପୂର୍ଣ୍ଣ ଭାବରେ ଏକ୍ସପୋଜ କରିଦେଇଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ଭାରତକୁ ଆସିନଥିଲେ। ତେବେ ଆସିଥିଲା କିଏ? ଭାରତକୁ ଆସିଥିଲା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟ ଥୋମା। ଏଇ ଭାରତକୁ ଆସିଥିଲେ। ଯୀଶୁ ଆସିନଥିଲେ, କିନ୍ତୁ ଯୀଶୁଙ୍କର ଶିଷ୍ୟ ଥୋମା ଆସିଥିଲେ। ଥୋମା ଯେତେବେଳେ ଆସିକି ସେ ପହଞ୍ଚିଲେ କେରଳ ରାଜ୍ୟରେ। କେରଳ ରାଜ୍ୟରେ ପହଞ୍ଚିକି ସେ ଗୋଟିଏ ପୋଖରୀ ପାଖରେ ଠିଆ ହେଇକି ସେଇଠି ସେ ବସିଲେ ପୋଖରୀ କୂଳରେ। ଆଉ ଥୋମା ତାଙ୍କ ଜୀବନର ପ୍ରଥମ ଥର ପାଇଁ ଦେଖିଲେ ଅଦ୍ଭୁତ ବିଷୟ। ପୋଖରୀ ଭିତରେ ପଶିଥିବା ବ୍ରାହ୍ମଣମାନେ ସେମାନେ ସୂର୍ଯ୍ୟ ନମସ୍କାର କରୁଥିଲେ। କେମିତି? ସେମାନେ ଆଞ୍ଜୁଳାରେ ପାଣି ଧରିକି ସେମାନେ କ'ଣ କରୁଥିଲେ? ସୂର୍ଯ୍ୟ ଦେବଙ୍କୁ ପ୍ରାର୍ଥନା କରୁଥିଲେ। ଥୋମା ଦେଖିଲେ ଏଇଟା କେଉଁ ଭଳିଆ ଜିନିଷ ଅଟେ। ତାପରେ ସେମାନେ ଯେଉଁ ପ୍ରାର୍ଥନା କରୁଥିଲେ ସେ ପାଣି ପୁଣି ତଳେ ପଡ଼ୁଥିଲା। ତାପରେ ଥୋମା କହିଲେ, ତୁମେ ଏଇଟା କ'ଣ କରୁଛ? ସେମାନେ କହିଲେ, ଆମେ ସୂର୍ଯ୍ୟ ଦେବଙ୍କୁ ଆମେ ପ୍ରାର୍ଥନା କରୁଛୁ। ହାତରେ ପାଣି କାହିଁକି ଧରିଛ? ହାତରେ ଆମେ ପାଣି ଏଥିପାଇଁ ଧରିଛୁ, ଏଇ ପାଣି ଆମେ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରୁଛୁ। ସେତେବେଳେ ଥୋମା କହିଲେ, ତୁମେ ଯେଉଁ ସୂର୍ଯ୍ୟ ଦେବକୁ ପାଣି ଅର୍ପଣ କରୁଛ, ସେ ପାଣି ତ ତୁମର ସୂର୍ଯ୍ୟ ଦେବତା ଗ୍ରହଣ କରୁନାହିଁ। ମୁଁ ତ ଦେଖୁଛି ସେ ପାଣି କେମିତି ତଳେ ପଡ଼ୁଛି। ତାପରେ ସେତେବେଳେ ସେଇଠାକାର ଥିବା ବ୍ରାହ୍ମଣମାନେ ସେମାନେ ଟିକେ ରାଗିଗଲେ। ରାଗିକି ଥୋମାଙ୍କୁ ଚ୍ୟାଲେଞ୍ଜ କଲେ, ତୁ ଦେବେ କରିକି ଦେଖା।
ତୋର ଯଦି କିଏ ସତ୍ୟ ପରମେଶ୍ୱର ଅଛନ୍ତି ତେବେ ଆଞ୍ଜଳାଏ ପାଣି ଆଣିକି ଅର୍ପଣ କରିକି ଦେଖା। ଯଦି ତୋ ପ୍ରଭୁ ଯଦି ଗ୍ରହଣ କରିଦେଲେ ସେ ପାଣିକୁ ତେବେ ଆମେ ମାନିଯିବୁ, କରିକି ଦେଖା। ତାପରେ ଥମା କ'ଣ କଲେ, ସେଇ ପାଣି ଭିତରେ ପଶିଲେ। ପାଣି ଭିତରେ ପଶିକି ସେ ଆଞ୍ଜଳାଏ ପାଣି ହାତରେ ନେଲେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ସେ ଯେଉଁ ଜାଗାରୁ ପାଣି ନେଲେ ସେ ଜାଗାଟା ଖାଲ ହୋଇଗଲା। ଯେମିତି ଆମେ ଯଦି ଗୋଟେ କୁଡ଼ି କିମ୍ବା କୋଦାଳକୁ ନେଇକି ଯଦି ଭୂଇଁ ଉପରେ ମାଟିକୁ ତାଡ଼ିବା ସେ ଜାଗା କେମିତି ଖାଲ ହୋଇଯାଏ, ସେମିତି ଥମା ଯେଉଁ ଜାଗାରୁ ପାଣି ନେଲେ ସେ ଜାଗା କ'ଣ ହେଲା, ଖାଲ ହୋଇଗଲା। ଏଇ କଥା ଦେଖିକି ସେଠାକାର ବ୍ରାହ୍ମଣମାନେ ପୁରା ଛାନିଆ ହୋଇଗଲେ, ଏଇଟା କେଉଁ ପ୍ରକାର ବିଷୟ। ତାପରେ ସେ ଯେତେବେଳେ ଅର୍ପଣ କଲେ ପ୍ରଭୁ ଯୀଶୁଙ୍କ ନାମରେ, ପାଣି ଗୁଡ଼ିକ ବ୍ରାହ୍ମଣମାନଙ୍କର ସାମ୍ନାରେ ଶୂନ୍ୟରେ ଉଡ଼ିକି ଉପରକୁ ପଳାଇଲା। ଏକଥା ବ୍ରାହ୍ମଣମାନେ ଦେଖିକି ସବୁ ଆଣ୍ଠେଇ ପଡ଼ିଲେ। ଆଉ ସେମାନେ କହିଲେ, ନା, ଜଣେ ସତ୍ୟ ପରିବେଶ ନିହାତି ଅଛନ୍ତି। ଆଉ ସେଇ ଜାଗାରେ ଥମା କ'ଣ କଲେ, କେତେଜଣ ବ୍ରାହ୍ମଣମାନଙ୍କୁ କୁହାଯାଏ ଯେ 5 ଜଣ ବ୍ରାହ୍ମଣଙ୍କୁ ସେଇଠି ଡୁବନ ଦେଲେ ସୁସମାଚାର କହିକି। ତେବେ ପ୍ରିୟ ବନ୍ଧୁଗଣ, ଭାରତର ଖ୍ରୀଷ୍ଟିଆନମାନେ କିଏ? ପ୍ରଥମ ଖ୍ରୀଷ୍ଟିଆନ ହେଉଛନ୍ତି ବ୍ରାହ୍ମଣମାନେ। ତେବେ ଯଦି ଆମେ ଓଡ଼ିଶାରେ ଦେଖିବା, ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିଆନ କିଏ? ଅନେକ ବିରୋଧୀମାନେ କହିବେ ନିହାତି ଆଦିବାସୀମାନେ ହେଇଥିବେ, ନିହାତି ଛୋଟ ଜାତିର ଲୋକମାନେ ହେଇଥିବେ। ତେବେ ପ୍ରିୟ ବନ୍ଧୁଗଣ, ଆମ ଓଡ଼ିଶାରେ ପ୍ରଥମ ଖ୍ରୀଷ୍ଟିଆନ ହେଇଥିବା ବ୍ୟକ୍ତି ମଧ୍ୟ ଜଣେ ବ୍ରାହ୍ମଣ ଅଟନ୍ତି। ଆଉ ତାଙ୍କର ନାମ ହେଉଛି ଗଙ୍ଗାଧର ଷଡ଼ଙ୍ଗୀ। ଷଡ଼ଙ୍ଗୀ ଟାଇଟେଲ୍ ଆପଣ ଜାଣିଛନ୍ତି? ଇଏ ହେଉଛି ବ୍ରାହ୍ମଣମାନଙ୍କର ଟାଇଟେଲ୍। ଷଡ଼ଙ୍ଗୀ, ମହାପାତ୍ର, ଏମାନେ ସମସ୍ତେ ହେଉଛନ୍ତି ବ୍ରାହ୍ମଣବାଦୀ, ବା ଏମାନଙ୍କର ଟାଇଟେଲ୍ ଯେହେତୁ ଷଡ଼ଙ୍ଗୀ ଏବଂ ମହାପାତ୍ର, ଆମର ଭାରତୀୟ ଜାତି ପ୍ରଥା ଅନୁସାରେ ଏମାନଙ୍କୁ ଉଚ୍ଚ ଜାତି ବା ବ୍ରାହ୍ମଣ ବୋଲି କୁହାଯାଏ। ତେଣୁ ଓଡ଼ିଶାର ପ୍ରଥମ ଖ୍ରୀଷ୍ଟିଆନ ହେଉଛନ୍ତି ଗଙ୍ଗାଧର ଷଡ଼ଙ୍ଗୀ। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ମୁଁ ଭାବୁଛି ଅନେକ ଖ୍ରୀଷ୍ଟିଆନ ବିରୋଧୀମାନଙ୍କର ମୁଣ୍ଡ ସଫା ହୋଇଯାଇଥିବ। ମାନେ ସେମାନଙ୍କର ମୁଣ୍ଡରେ ଯେଉଁ ଗୋବର ଭର୍ତ୍ତି ହୋଇଥିଲା ଯେ ଭାରତରେ ଛୋଟ ଜାତି ଲୋକମାନେ ଖ୍ରୀଷ୍ଟିଆନ ହୁଅନ୍ତି, କିନ୍ତୁ ଆମେମାନେ ଦେଖିବାକୁ ପାଉ ଯେ ଆମର ଭାରତ ବର୍ଷରେ ଯେଉଁମାନେ ଖ୍ରୀଷ୍ଟିଆନ ହେଲେ, ଯେଉଁମାନେ ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କଲେ, ସେମାନେ ବ୍ରାହ୍ମଣ ଥିଲେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର। ଯଦି ଭିଡ଼ିଓ ଭଲ ଲାଗିଥାଏ ସେୟାର କରନ୍ତୁ। ଧନ୍ୟବାଦ।